ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରା ତାରିଣୀଙ୍କ ପୀଠରେ ଦୀର୍ଘ 1 ମାସ ଧରି ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଆସୁଥିବା ଚୈତ୍ର ପର୍ବ ଶନିବାର ପବିତ୍ର ପୂର୍ଣ୍ଣିମା ଅବସରରେ ଉଦ୍ଯାପିତ ହୋଇଛି। ମାସର ଏହି ଶେଷ ଦିନରେ ମାଙ୍କ ନିକଟରେ ଅଧରପଣା ଲାଗି ହୋଇଛି। କ୍ଷୀର, ଘିଅ, ନବାତ ଭଳି ବିଭିନ୍ନ ପ୍ରକାର ସାମଗ୍ରୀରେ ଏପରି ପ୍ରସ୍ତୁତ କରାଯାଇ ମାଙ୍କ ନିକଟରେ ଲାଗି କରାଯିବା ପରେ ସେହି ପଣା ହାଣ୍ଡିକୁ ବାହାରକୁ ନେଇ ଭାଙ୍ଗି ଦିଆଯାଇଥାଏ। ଏହି ଅଧରପଣା ନୀତି ଏଠାରେ ଏକ ସ୍ୱତନ୍ତ୍ର ବିଶେଷତ୍ୱ ରହିଥିବା ନେଇ ସେବାୟତ ବାଜିରଣା କହିଛନ୍ତି, ଯାହାକି ମା ତାରା ତାରିଣୀଙ୍କ ଚୈତ୍ର ଯାତ୍ରା ନେଇ ଫାଲ୍ଗୁନ ଦୋଳ ପୂର୍ଣ୍ଣିମା ଠାରୁ ସମସ୍ତ ଦେବାଦେବୀଙ୍କୁ ଯାତ୍ରାକୁ ନିମନ୍ତ୍ରଣ କରାଯାଇଥାଏ। ଦେବାଦେବୀମାନେ ଆସି ମା ତାରାତାରିଣୀ ଅବସ୍ଥାନ କରୁଥିବା ରତ୍ନଗିରି ପାହାଡ଼ରେ ଦୀର୍ଘ 1 ମାସ ଧରି ରହି 4 ଗୋଟି ମଙ୍ଗଳବାରର ଯାତ୍ରା ସରିବା ପରେ ପୂର୍ଣ୍ଣ ମତରେ ନିଜ ନିଜର ସ୍ଥାନକୁ ଚାଲି ଯାଇଥାନ୍ତି। ଏଣୁ ସେମାନେ ଫେରିଯିବା ବେଳେ ଏହି ଅଧରପଣା ଦିଆଯାଇଥାଏ। ଆଉ ଏହି ଅଧରପଣାକୁ ନେଇ ସର୍ବ ଦେବାଦେବୀମାନେ ସନ୍ତୁଷ୍ଟ ହୋଇ ନିଜ ନିଜର ସ୍ଥାନକୁ ଫେରିଥାନ୍ତି। ଏଣୁ ଚୈତ୍ର ମାସର ଶେଷ ଦିନରେ ଏଭଳି ଅଧରପଣା ଦେବନୀତିର ପରମ୍ପରା ରହିଛି। ଏହି ଅବସରରେ ଭୋର 4:30ରେ ମନ୍ଦିର ଦ୍ୱାର ଫିଟା ହୋଇ ମାର୍ଜଣା, ମଙ୍ଗଳ ଆରତୀ, ସିଙ୍ଗାର, ଅବକାଶ ଆଦି ପରମ୍ପରା ଅନୁସାରେ ସମସ୍ତ ରୀତିନୀତି କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ତାରା ତାରିଣୀ 2 ଭଉଣୀଙ୍କୁ ସେବାୟତମାନେ ରାଜା ରାଜେଶ୍ୱରୀ ବେଶରେ ସଜ୍ଜିତ କରିବା ପରେ ସକାଳ 6:45ରେ ସାହାଣ ମେଲା ହେବା ସହ 8:30ରେ ଅଧରପଣା ନୀତି ହୋଇଥିଲା। ଶେଷ ଦିନରେ ମା ତାରାତାରିଣୀ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବାରେ ଲାଗିଛନ୍ତି। ଏହାକୁ ଦେଖିବା ସହ ମାଙ୍କ ଆଶୀର୍ବାଦ ଭିକ୍ଷା ଲାଗି ଭକ୍ତଙ୍କ ଭିଡ଼ ଜମିଛି। ଗଞ୍ଜାମରୁ ଜଗନ୍ନାଥ ସାହୁଙ୍କ ରିପୋର୍ଟ, ଏଭନ୍ ଓଡ଼ିଶା।